ଘରୋଇ କହଳରୁ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିବାରୁ ସ୍ୱାମୀ ମଧ୍ୟ ବିଷ ପିଇ ଜୀବନ ହାରିଲା। ସେଦିନ ଥିଲା ବିଶ୍ୱକର୍ମା। ଭସାଣୀ ଗାଁ ଦାଣ୍ଡ ଦୁଲୁକୁଥାଏ। ହେଲେ ସ୍ୱାମୀ ମେହନ ହୋ ନିଜ ଶ୍ୱଶୁର ଘର ବାଉସଗଡ଼ ଯାଇଥିଲେ। ସେଠାରେ ବାପ ଘରକୁ ସ୍ତ୍ରୀ ରଜନୀ ଯାଇଥିଲା। ସାମାନ୍ୟ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀ କଥା କଟାକଟି ହେଲେ। ରାଗରେ ରଜନୀ ବିଷ ପିଇ ଦେଲା ଯେ ଡାକ୍ତରଖାନା ନେଉ ନେଉ ଜୀବନ ଚାଲିଗଲା। ଏହି କଥା ସ୍ୱାମୀ ମେହନକୁ ହଜମ ହେଲାନି। ସ୍ତ୍ରୀ ମୃତ୍ୟୁରେ ସେ ଦୁଃଖରେ ଭାଙ୍ଗିପଡ଼ି ନିଜେ ବିଷ ପିଇଦେଲା। ଗୁରୁତର ଅବସ୍ଥାରେ ମେହନକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଗଲା। ହେଲେ ଅବସ୍ଥା ଅଧିକ ଖରାପ ହେବାରୁ କଟକ ସ୍ଥାନାନ୍ତର ଲାଗି ଉଦ୍ୟମ ବେଳେ ଏହି ହତଭାଗା ସ୍ୱାମୀ ଆଖି ବୁଜିଥିଲେ। ଏହି ଖବର ଶୁଣି ସମଗ୍ର ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ବ୍ୟୁରୋ ଚିଫ୍ ଦଶରଥ ବାରିକଙ୍କ ରିପୋର୍ଟ, କୋଷ୍ଟଲ ଟାଇମ୍ସ। हो सर पिलाटा से दिन कौन होता कि भसाणी होता आमर जो विश्वकर्मा पूजा भसाणी एवं से हेतु जाइला राति जाइला भसाणी सारिकी जिते सी ससुर घर को जाइला बांसगढ़ आउ से दिन राति कौन कोहड़ केमी झगड़ा है से कही हम नहीं। तो मुझे आम जाचु ता स्त्री विष पी देकरी से मृत्युवरण कले जमी ये दुख सही न पारी ये भी विष खाई आत्महत्या कर उद्यम करते मृत्युवरण भी हो जाए।